ଫେବୃଆରୀ 1 ତାରିଖ ରବିବାର ଦିନ ପଡ଼ିବାକୁ ଯାଉଛି ମାଘ ପୂର୍ଣ୍ଣିମା। ଏହି ଦିନ ଏହି ସ୍ଥାନରେ ରଖନ୍ତୁ 3ଟି ଲବଙ୍ଗ। ପୂରା ବର୍ଷଟି ଆପଣଙ୍କ ପାଇଁ ଶୁଭ ଓ ମଙ୍ଗଳଦାୟକ ହେବ। ସବୁ ବାଧାବିଘ୍ନ ଦୂର ହେବା ସହ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଦିନ ମଙ୍ଗଳମୟ ହେବ। ଆପଣଙ୍କ ଘରେ ପୂର୍ବରୁ ଲାଗି ରହୁଥିବା କଳହ, ଅଶାନ୍ତି, ଝଗଡ଼ା ଦୂର ହେବା ସହ ଖୁସିର ବାତାବରଣ ଦେଖାଯିବ। ତେବେ କ'ଣ ସେହି ଉପାୟଟି? ଜାଣିବା ଆଗରୁ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏହି ପୂର୍ଣ୍ଣିମା ଅର୍ଥାତ୍ ମାଘ ପୂର୍ଣ୍ଣିମାରେ ଆପଣଙ୍କ ଘରେ ଏହି ଉପାୟଟି ନିହାତି କରନ୍ତୁ, ଯାହାଦ୍ୱାରା ଆପଣ ଶୁଭ ଫଳ ପାଇପାରିବେ। ଏହି ଦିନ ଆପଣ କିଛି ବିଶେଷ ଉପାୟ କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥିର ଭାବରେ ବାସ କରିବେ। ଏହି ମାଘ ପୂର୍ଣ୍ଣିମା ଦିନ ଆପଣ କିଛି ଗରିବ ଓ ଦୁଃଖୀ ରଙ୍କୀଙ୍କୁ କିଛି ଖାଦ୍ୟ ଓ ବସ୍ତ୍ର ଦାନ କରନ୍ତୁ। ଦାନ ଧର୍ମ ଆମ ହିନ୍ଦୁ ଧର୍ମରେ ପୁଣ୍ୟ ବୋଲି ମନାଯାଏ। ତେଣୁ ଆପଣ ଏହି ମାଘ ପୂର୍ଣ୍ଣିମା ଦିନ କିଛି ଖାଦ୍ୟ ଏବଂ ବସ୍ତ୍ର ନିହାତି ଦାନ କରନ୍ତୁ। ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଘରେ ସଦାସର୍ବଦା ରହିବ। ଏହି ମାଘ ପୂର୍ଣ୍ଣିମାରେ ଆପଣ ବୁଲା କୁକୁର ଓ ଗୋମାତାକୁ ମଧ୍ୟ କିଛି ଖାଦ୍ୟ ଖୁଆନ୍ତୁ। ଗୋମାତାକୁ ହିନ୍ଦୁ ଧର୍ମରେ ଦେବୀ ରୂପରେ ପୂଜା କରାଯାଏ। ଏହି ମାଘ ପୂର୍ଣ୍ଣିମାରେ ଆପଣ ମନ୍ଦିର, ମଠ ପରିଦର୍ଶନ କରନ୍ତୁ। ମନରେ ଶାନ୍ତି ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ। ଶୁକ୍ର ଗ୍ରହକୁ ମଜବୁତ କରିବାକୁ ହେଲେ ଏହି ମାଘ ପୂର୍ଣ୍ଣିମା ଦିନ ଆପଣ ସକାଳୁ ସ୍ନାନ କରି ଏକ ପିତ୍ତଳ ଢାଳରେ ଗଙ୍ଗା ପାଣି ନେଇ ସେଥିରେ 3ଟି ଲବଙ୍ଗ ପକାନ୍ତୁ। ତାକୁ ଘରର ଉତ୍ତର ପୂର୍ବ, ଯାହାକୁ ଆମେ ଈଶାନ୍ୟ କୋଣ କହୁ, ସେହିଠାରେ ରଖନ୍ତୁ। ମାଘ ପୂର୍ଣ୍ଣିମା ପରଦିନ ଅର୍ଥାତ୍ ଫେବୃଆରୀ 2 ତାରିଖ ଦିନ ସେହି ଢାଳରୁ ପାଣିରୁ ଆପଣ ଲବଙ୍ଗକୁ କାଢ଼ି ଦିଅନ୍ତୁ। ବାହାର କରି ତାକୁ ଆପଣ ଠାକୁର ଘରେ ବା ଯେଉଁଠି ଆପଣ ପଇସା ଏବଂ ସୁନା ରଖୁଛନ୍ତି ଆଲମିରାରେ ରଖନ୍ତୁ। ଲବଙ୍ଗକୁ ସର୍ବଦା ନାଲି କପଡ଼ାରେ ରଖନ୍ତୁ, ଯାହାଦ୍ୱାରା ଆପଣ ଶୁକ୍ର ଗ୍ରହ ମଜବୁତ ହେବା ସହ ଆପଣ ସବୁ ସମସ୍ୟା ଦୂର ହେବ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ହେବ।